ଆମର ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ହେଲା ଏଇଟା ଆମେ କରୁଛୁ ଆମ ଅଞ୍ଚଳରେ ତୃତୀୟ ରଜ ମହୋତ୍ସବ ଏକାମ୍ର ଆର୍ମି ତରଫରୁ। ମୁଁ ଅଧ୍ୟକ୍ଷ ଅଛି ଏକାମ୍ର ଆର୍ମି ତରଫରୁ। ଆମେ ଦୀର୍ଘ ଦିନ ହେଲାଣି ଏ କାର୍ଯ୍ୟକୁ କରି ଆସୁଛୁ ଏବଂ ସଫଳ ବି କରିଛୁ। ଆଶା ରଖିଛୁ ଏ ଯୋଉ ରଜ ହେଲା ଗଣପର୍ବ ଆମ ଓଡ଼ିଶା ମାଟିର ଯୋଉ ଯାହା ଯେତକ ପର୍ବପର୍ବାଣୀ ଅଛି ସବୁଠାରୁ ଶ୍ରେଷ୍ଠ ପର୍ବ କହିଲେ ଚଳେ। ଏ ପର୍ବକୁ ମନେ ରଖିବା ପାଇଁ, ଏ ପର୍ବକୁ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଏ ଯୋଉ ଲକ୍ଷ୍ୟ ଅଛି ଆମର, ତାକୁ ଆମ ଉଦ୍ଦେଶ୍ୟ। ଏ କାର୍ଯ୍ୟକ୍ରମରେ ଆମେ 3 ଦିନ ଧରିକି କାର୍ଯ୍ୟକ୍ରମ କରୁଛୁ। ଏ ରଜ ମହୋତ୍ସବ ପ୍ରାୟ 14 ତାରିଖ ଦିନ ବିଭିନ୍ନ ଚିତ୍ର ତାରକା ଠାରୁ ଆରମ୍ଭ କରି କଣ୍ଠଶିଳ୍ପୀ, ନାନା ପ୍ରକାର ପିଠା ପଣା ପାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟଞ୍ଜନ, ମେହେନ୍ଦୀ ଠାରୁ ଆରମ୍ଭ କରି ଅଳତାର ବ୍ୟବସ୍ଥା ଆମେ କରିଛୁ। ମା ମାଉସୀ ମାନଙ୍କର ଯୋଉ ଅଛି ଏଠି ଛୋଟ ଛୋଟ ପିଲାମାନଙ୍କର ଅଛି ରଜ ମହୋତ୍ସବ ପାଳନ କରିବା ଏ ଅବସରରେ ସମସ୍ତଙ୍କୁ ଏ ପର୍ବରେ ଆମେ ସାମିଲ କରି ଆମ ଉଦ୍ଦେଶ୍ୟ ଭାଇଚାରାର ପର୍ବ। ଇଏ ବିଭିନ୍ନ ପ୍ରାନ୍ତରୁ ଝିଅ ମାନେ ଆସନ୍ତି ଏଠିକି। ଦୋଳିର ବ୍ୟବସ୍ଥା ହେଇଛି, ଛୋଟ ପିଲାମାନଙ୍କ ପାଇଁ କି ଯାହା ଯାହା ଆବଶ୍ୟକ ଅଛି, ଖେଳିବା ଜିନିଷ ଅଛି ଏଠି, ମ୍ୟାଜିକ ଅଛି, ବହୁତ ପ୍ରକାର ଖେଳର ଆୟୋଜନ କରାଯାଇଛି। ଝିଅ ମାନଙ୍କ ପାଇଁ ବି ଯୋଉ ଯାହା ଏଇ ଯୋଉ ରଜ ପାଇଁକା ଦରକାର ନିତ୍ୟ ଆବଶ୍ୟକ ସେ ତାର ବି ବ୍ୟବସ୍ଥା କରାଯାଇଛି। ଦେଖନ୍ତୁ ଆମର ଏଇଟା ହେଲା ତୃତୀୟ ମହୋତ୍ସବ ଏକାମ୍ର ଆର୍ମି ଦ୍ଵାରା ଆମେ ପାଳନ କରୁଛୁ ତୃତୀୟ ରଜ ମହୋତ୍ସବ। ଏ ରଜ ମହୋତ୍ସବର ଗୋଟେ ଆକର୍ଷଣ ହେଲା ଏଠି ସୋମୋଟ ବହୁତ ଲୋକ ଆସନ୍ତି, ପ୍ରାୟ 10,000 ରୁ ଉର୍ଦ୍ଧ୍ୱ ଲୋକ ପ୍ରତ୍ୟେକ ଦିନ ହୁଅନ୍ତି। ଆମେ 14, 15 ଆଉ 16 ତାରିଖ 3 ଦିନ ଧରି ଆମେ କାର୍ଯ୍ୟକ୍ରମ କରୁଛୁ। 3 ଦିନରେ 14 ତାରିଖ ଦିନ ଜ୍ୟୋତିରେଖା ପାଢୀ କଣ୍ଠଶିଳ୍ପୀ ରହନ୍ତି, 15ରେ ରହୁଛନ୍ତି ଆମର ସ୍ୱୟଂପ୍ରୟା ପାଢୀ, 16ରେ ରହୁଛନ୍ତି ମଣ୍ଟୁ ଛୁରିଆ ଏବଂ ବିଭିନ୍ନ ଡ୍ୟାନ୍ସ ଗ୍ରୁପ ଆଉ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆଦିରେ ଅଛି। ଏବଂ ପୂର୍ବରୁ ଆମେ ପ୍ରାୟ 8-10 ଦିନ ଧରି ବିଭିନ୍ନ କମ୍ପିଟିସନ କରୁ ଝିଅ ମାନଙ୍କର, ବିଶେଷତଃ ନୃତ୍ୟ ଠାରୁ ଆରମ୍ଭ କରି ଡ୍ରଇଂ କମ୍ପିଟିସନ, ଡିବେଟ କମ୍ପିଟିସନ ଏବଂ ରଜ କୁଇନ ଏବଂ ଗୋଟେ ହସର ଆଶାର କରିଥିଲୁ। ପ୍ରାୟ 50 ବର୍ଷରୁ ଉର୍ଦ୍ଧ୍ୱ ମହିଳା ମାନେ ହସର ଆଶା କରିଥିଲୁ, ତାର କାର୍ଯ୍ୟକ୍ରମ ବି ହୋଇଥିଲା। ବିଭିନ୍ନ କାର୍ଯ୍ୟକ୍ରମ ଆମେ କରି ଲୋକମାନଙ୍କୁ ଏଥିରେ ମିଶିବାର ସୁଯୋଗ କରୁ, ଗୋଟେ ରଜ ମହୋତ୍ସବକୁ ଉପଭୋଗ କରିବାର ଗୋଟେ ସୁଯୋଗ ସୃଷ୍ଟି କରୁ। ସେ କାର୍ଯ୍ୟକ୍ରମ ଆମର ପ୍ରାୟ ଯୋଉ ଦିନ ଅଛି 14, 15, 16 ଏହା ଆମ ପାଇଁକା ଏ ଅଞ୍ଚଳବାସୀଙ୍କ ପାଇଁ, ଆମ ସାଙ୍ଗେ ବିଭିନ୍ନ ବହୁତ ଜାଗାର ବରିଷ୍ଠ ନାଗରିକ ଅଛନ୍ତି, ମା ମାନେ ଅଛନ୍ତି, ଝିଅ ମାନେ ବି ଅଛନ୍ତି। ଏ କାର୍ଯ୍ୟକ୍ରମକୁ ସଫଳ ସେମାନେ ହିଁ କରନ୍ତି। ଏ କାର୍ଯ୍ୟକ୍ରମ ଯେହେତୁ ମହିଳା ମାନଙ୍କର, ଝିଅ ମାନଙ୍କର ଏ କାର୍ଯ୍ୟକ୍ରମ ରଜ ମହୋତ୍ସବ, ତେଣୁ ଏଇ ରଜ ମହୋତ୍ସବ ସମସ୍ତଙ୍କ ପାଖରେ ପହଞ୍ଚିବାର ସୁଯୋଗ ଏବଂ ଗୋଟେ ଭାଇଚାରା, ବିଭିନ୍ନତା ମଧ୍ୟରେ ଏକତା କହିଲେ ଚଳେ। କିଏ କୋଉ ଜାଗାରେ ଥାନ୍ତି, କୋଉ ଇଏର ଧର୍ମର କୋଉ ଜାତିର, ସେଠି ଏଇଟା ନାହିଁ, ସମସ୍ତେ ଏକାଠି। ଯେମିତି ଗାଈର ରଙ୍ଗରେ ଭିନ୍ନତା ଥିଲେ କ୍ଷୀରର ରଙ୍ଗ ଧଳା, ସେମିତି ଆମେ ସମସ୍ତେ ଏକାଠି ହୋଇ ଆମର ଏକାମ୍ର ଆର୍ମି ଦ୍ଵାରା ଯୋଉ ପ୍ରସ୍ତୁତ ହଉଛି ତୃତୀୟ ରଜ ମହୋତ୍ସବ, ତାକୁ ଆମେ ସଫଳ କରିବାକୁ ସମସ୍ତେ ହାତମୁଠା ଟାଣ କରି ଆଗେଇ ଚାଲିଛୁ। ନମସ୍କାର, ମୁଁ ପ୍ରଧାନ ଶିକ୍ଷକ ମା ଭୁବନେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସାମନ୍ତରାପୁର ଭୁବନେଶ୍ୱର। ଆଉ ଏଇ ଅନୁଷ୍ଠାନ ସହିତ ଓତପ୍ରୋତ ଭାବରେ ଜଡିତ, ବହୁତ ଦିନରୁ ଜଡିତ। ଆଉ ବିଭିନ୍ନ ପ୍ରକାର ଯୋଉ କାର୍ଯ୍ୟକ୍ରମ ହୁଏ ଏ ଏକାମ୍ର ଆର୍ମି ତରଫରୁ, ଆଉ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମହାସୁ ତଥା ଯେ ଏ ପୁରୋଧା ସମସ୍ତ କାର୍ଯ୍ୟ କରନ୍ତି, ତାଙ୍କ ସହିତ ଆମେ ଥାଉ। ବିଭିନ୍ନ କାର୍ଯ୍ୟକ୍ରମ ଆପଣମାନେ ଜାଣନ୍ତି ପୁରପଲ୍ଲୀରେ ଏ ରଜଟା କିପରି ଭାବେ ପାଳନ କରାଯାଏ। ଏ ବ୍ୟସ୍ତତା ଜୀବନ ଭିତରେ ଆମେ ଟିକେ ଆନନ୍ଦ ପାଇବା ପାଇଁ ବା ଆମ ପିଲାମାନଙ୍କୁ ଆନନ୍ଦ ଦେବା ପାଇଁ ଏଇ ରଜ ପର୍ବ ଏଇ 69 ନମ୍ବର ୱାର୍ଡରେ ଯେପରି ଭାବେ ପାଳନ ହୁଏ, ବୋଧେ ଓଡିଶାର ପୁରପଲ୍ଲୀ ବା ଓଡିଶାର କୌଣସି ଜାଗାରେ ଏଭଳି ଭାବେ ପାଳନ କରାଯାଏ ନାହିଁ। ତେଣୁ ଅଶେଷ ଭାବରେ ଧନ୍ୟବାଦ ଦେବି
এই কাম আর্মি এবং লিটু ভাই যে କି ବିରଞ୍ଚି ନାରାୟଣ ମହାସୁପକାର ଟ୍ୟୁଟି କର୍ପୋରେଟର ଅଛନ୍ତି ସେ ଏ ବିରାଟ ଆୟୋଜନ କରିଛନ୍ତି ସେଥିପାଇଁ ଆମ ତରଫରୁ ଆପଣମାନଙ୍କ ତରଫରୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ। ପ୍ରଥମେ ଆପଣ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଯେ ଏ କାର୍ଯ୍ୟକ୍ରମରେ ଆପଣ ମାନେ ଆସି ଆମକୁ କୋପରେଟ କରୁଛନ୍ତି ଏବଂ ଆପଣଙ୍କ ମାଧ୍ୟମରେ ଏ ପ୍ରକାଶ କରିବାକୁ ଯାଉଛି। ବଡ କଥା ହେଲା ଏଇ ପର୍ବଟା ହଉଛି ଏକ ଓଡିଶାର କୃଷି ଭିତ୍ତିକ ଗଣପର୍ବ ଏବଂ ୟାକୁ ଆମେ ଜନଜାଗରଣ ସହିତ ସମଗ୍ର ଓଡିଶାରେ କେବଳ ଏହା ପାଳନ କରାଯାଉଛି, ଅନ୍ୟତ୍ର କୋଉଠି ଦେଖାଯାଏ। ତେଣୁ ଆମର ଏଇ ଯୋଉ 59 ନମ୍ବର ୱାର୍ଡ, ଏଇ ୱାର୍ଡରେ ୟାକୁ ଆମ ଲିପିଙ୍କ ଦ୍ୱାରା ଏହା ଅତ୍ୟନ୍ତ ସୁନ୍ଦର ଭାବରେ କରାଯାଉଛି ଏବଂ ଏ କାର୍ଯ୍ୟକ୍ରମ ଆମର ଗୋଟେ ସପ୍ତାହ ଧରି ଚାଲିଛି। ଯୋଉ କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିବା ପାଇଁ ଆପ୍ରାଣ ଉଦ୍ୟମ ଏବଂ ପ୍ରଚେଷ୍ଟା କରାଯାଉଛି। ମୋ ନାଁ ଗୀତାଞ୍ଜଳି ରାଉତ, ମୁଁ 59 ୱାର୍ଡର ସେକ୍ରେଟାରୀ ଅଛି। ଆମର ରିତୁ ଭାଇ ଯେହେତୁ କର୍ପୋରେଟର ଅଛନ୍ତି, ଆମର ପ୍ରେସିଡେଣ୍ଟ ସଙ୍ଗୀତା ମ୍ୟାଡମ, ତା ସହିତ ମୁଁ ସେକ୍ରେଟାରୀ ଅଛି। ଆମର ଏ ରଜ ପର୍ବ 3 ବର୍ଷ ହେଲା ପାଳନ କରି ଆସୁ, ଧୁମଧଡାକରେ ହଉଛି। ଆମର ୟା ରଜ ପୂର୍ବରୁ ଆମର ଏଇ ସରସ୍ୱତୀ ମଣ୍ଡପ ଠାରେ ପିଲାମାନଙ୍କର କଲଚରାଲ ପ୍ରୋଗ୍ରାମ ସବୁ ଡ୍ୟାନ୍ସ, ନାଚ, ଗୀତ, ତା ସହିତ ପୋଡପିଠା, ସ୍ତ୍ରୀ ବେଷ୍ଟ ମମ୍ ପାଇଁ ବି ତା ପାଇଁ ବି ଡ୍ୟାନ୍ସ ଫ୍ୟାନ୍ସ ସବୁ ପ୍ରୋଗ୍ରାମ ଆମର ହେଇଯାଇଛି। ଆଉ ଆମେ ତ ପ୍ରତିବର୍ଷ କରୁଛୁ, ମାନେ ଭାଇ ଯେତିକି ଏକ୍ସାଇଟେଡ ଅଛନ୍ତି ତା ସହିତ ଆମେ ମାନେ ସମସ୍ତେ ବି ବହୁତ ଏକ୍ସାଇଟେଡ ଅଛୁ ଏଇ ରଜ ପର୍ବ ପାଳନ କରିବା ପାଇଁ। 10,000 ରୁ 12,000 ଲୋକ ଆମର ତ ଆଶା ରହୁଛି। ଆର ବର୍ଷ ତ ବହୁତ ଭିଡ ହେଇଥିଲା, ଏ ବର୍ଷ ଆଶା କରୁଛୁ ଆଉ ବହୁତ ଭିଡ ହବ ବୋଲି। ତା ସହିତ ଆମର ସବୁ ବୟୋଜ୍ୟେଷ୍ଠ ଲୋକମାନେ ବି ଅଛନ୍ତି, ଆମ ଏ ପାଖାପାଖି ଅଞ୍ଚଳର ସମସ୍ତେ।